ମାଲକାନଗିରି ବ୍ଲକସ୍ଥ ବୀରଲକ୍ଷ୍ମଣପୁର ଲୋକକଳା ଗ୍ରାମରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ସଭାପତି ଅନାଦି କଡ଼ାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ନାଟ୍ୟ ଦିବସ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ଓ ନାଟ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେଶିଆ ନାଟ ଦ୍ୱାରା କଳା ସଂସ୍କୃତି ବଞ୍ଚି ରହିଛି। ମଞ୍ଚ ନାଟକ ଦ୍ୱାରା ଆବାହନ କାଳରୁ ସମାଜ ପ୍ରଭାବିତ ହୋଇ ଆସିଛି। ସମାଜରେ ସୁଧାର ଆଣିବା ପାଇଁ ନାଟକର ପରମ୍ପରାକୁ ଉଜ୍ଜୀବିତ କରିବାର ଆବଶ୍ୟକତା ରହିଛି। ବିଶ୍ୱରେ ପ୍ରଚଳିତ ନାଟକର ଐତିହ୍ୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନାଟଗୁରୁ ଧନଫୁଲ ବାରିକ, ସମ୍ମାନିତ ଅତିଥି ଭାବେ ନାଟଗୁରୁ ଭୀମସେନ ଖୁଡପିଆ, ନାଟ୍ୟକାର ଦାମୋଦର କଡ଼ା, ଅନ୍ୟତମ ଅତିଥି ଭାବେ ରାମଚନ୍ଦ୍ର ହନ୍ତାଳ, ଅନନ୍ତ ବର୍ଜା ପ୍ରମୁଖ ଯୋଗ ଦେଇ ଦେଶିଆ ନାଟରେ ଥିବା ଆଦର୍ଶ, ନୀତି, ରୀତି ଓ ସାମାଜିକ ମୂଲ୍ୟବୋଧ ସମ୍ପର୍କରେ ସୁନ୍ଦର ଓ ସରଳ ଭାଷାରେ ଉଦ୍ବୋଧନ ଦେଇ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ନାଟଗୁରୁ ଓ ଦେଶିଆ ନାଟ ଦଳର କଳାକାରମାନେ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଲୋକକଳା ଗ୍ରାମର ମହିଳାମାନେ ସ୍ୱରଚିତ ଗୀତ କୁଡ଼ିଆ ସଙ୍ଗୀତ ଗାଇଥିଲେ। কলাবাই গণ খসি কলাবাই গণ খসি লগে নজিবার বসি গলারে লাগিব ফাঁসি